ଆଗ ତୁମ ଜାଲ ଦେଖ ଆଉ ତାପରେ କୁହ ଆମେ କଣ ତୁମକୁ ମିଛ କହୁଛୁ। ହଉ ରୁହ ମୁଁ ଦେଖୁଛି। ଏମିତି କହି କାଳୁ ଜାଲ ଦେଖିଲା ଓ କଙ୍କଡା ମାନେ କହିବା ମୁତାବକ ସତକୁ ସତ ଗୋଟିଏ କଙ୍କଡା ଜାଲରେ ଲାଗି ଯାଇଛି। ଆରେ ସତରେ ତ ଗୋଟେ କଙ୍କଡା ଜାଲରେ ଲାଗିଛି। ହଉ ଯାଉଛି, ଏକୁ କାଢି ଏଙ୍କ ପାଖରେ ଛାଡିଦେବି। ଏମିତି କହି କାଳୁ ସେଇ କଙ୍କଡାଟିକୁ ଜାଲରୁ କାଢି ତଳେ ଛାଡିଦେଲା। ମତେ କ୍ଷମା କରନ୍ତୁ କଙ୍କଡା ରାଜା, ମୁଁ ନଈରେ ଜାଲ ପକାଇ ଶୋଇ ପଡିଥିଲି ଆଉ ଏ ପବନରେ ଭାସି ଭାସି ଆସି ଏଠି ପହଞ୍ଚିଗଲି। ମୋର କଙ୍କଡା ମାନଙ୍କୁ ଧରିବାର ଉଦ୍ଦେଶ୍ୟ ନଥିଲା। ଦୟାକରି ମତେ କ୍ଷମା କରନ୍ତୁ। ମତେ ଏଠୁ ଯିବାର ରାସ୍ତା ଦେଖାନ୍ତୁ। ତୁମ କଥା ଆମକୁ ସତ ଲାଗୁଛି, ତେଣୁ ଆମେ ତୁମକୁ କ୍ଷମା କରିଲୁ ଆଉ ତୁମକୁ ରାସ୍ତା ମଧ୍ୟ ବତେଇବୁ। ହେଲେ ମନେ ରଖ, ତୁମେ ଏ ଜାଗା ବିଷୟରେ କାହାକୁ ବି କହିବନି। ଆଉ ସେଥିପାଇଁ ଆମେ ତୁମକୁ କିଛି ଉପହାର ମଧ୍ୟ ଦଉଛୁ, ଯାହା ଦ୍ୱାରା ତୁମ ଆର୍ଥିକ ସଙ୍କଟ ମଧ୍ୟ ଦୂର ହେଇଯିବ। ଯାହା ଆପଣଙ୍କ ଇଚ୍ଛା। ଏହାପରେ କଙ୍କଡା ରାଜା କାଳୁକୁ କିଛି ସୁନା